ଯାତ୍ରା କଳାକାର ବାପି ପଣ୍ଡାଙ୍କ ଆଖିରେ ଲୁହ। ଦିନେ ମଞ୍ଚରେ ଭିଲେନ୍କୁ ହାଣୁଥିଲେ ହିରୋ ବାପି। ଏବେ ବାପିଙ୍କ ଭାଇଙ୍କୁ ହାଣିଦେଲେ ଭିଲେନ୍। ଦୁର୍ବୃତ୍ତ ବେଶ୍ ଖତରନାକ, ମୁହଁ ଖୋଲୁନାହାନ୍ତି କେହି। ଆଟାକ୍ ପଛରେ ଶତ୍ରୁତା ନା ଘଟୁ ଘଟୁ ଘଟିଗଲା। ଯାତ୍ରା କଳାକାର ବାପି ପଣ୍ଡାଙ୍କ ଆଖିରେ ଲୁହ। ଏ ଲୁହ ଅଭିନୟରେ ନୁହେଁ ବରଂ ସତର ଲୁହ। କାରଣ ଜଲିଉଡ୍ ଦୁନିଆର ପରିଚିତ ଚେହେରା ତଥା ଯାତ୍ରା ହିରୋ ବାପି ପଣ୍ଡାଙ୍କ ଦୁଇ ଭାଇଙ୍କୁ ହାଣି ଦେଇଛନ୍ତି ଦୁର୍ବୃତ୍ତ। ସାମାନ୍ୟ ବଚସାରୁ କୁଆଡ଼େ ଏ ଘଟଣା ଘଟିଛି। ହେଲେ ସବୁକିଛି ଆଖିରେ ଦେଖିଥିଲେ ସୁଦ୍ଧା କେହି ମୁହଁ ଖୋଲୁନାହାନ୍ତି। ଏଥିରୁ ସ୍ପଷ୍ଟ ଯେ ବାପି ପଣ୍ଡାଙ୍କ ଦୁଇ ଭାଇ ବାପୁ ଓ ବାବିଙ୍କୁ ହାଣିଥିବା ଦୁର୍ବୃତ୍ତମାନେ କେତେ ଖତରନାକ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନାଥପାଣି ଛକରେ। ମହାଶିବରାତ୍ରି ଅବସରରେ ବାବିଙ୍କ ଦୁଇ ଭାଇ ବାପୁ ଓ ବାବି ମିଶିକି ଯାଇଥିଲେ ଶିବ ମନ୍ଦିର। କୌଣସି ଏକ କାରଣ ପାଇଁ ବାପି ଓ ବାବୁଙ୍କ ସହ ସେଠାରେ କିଛି ଯୁବକଙ୍କ ସହ ପାଟିତୁଣ୍ଡ ହେଲା। କଥା ବଢ଼ୁ ବଢ଼ୁ ଏତେ ବଢ଼ିଗଲା ଯେ ବାପି ଓ ବାବୁଙ୍କ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ। ଆଉ ମାରଣାସ୍ତ୍ରରେ ଆକ୍ରମଣ କରି ଘାୟଲ କରିଦେଲେ। ଆଉ ହଣାହାଣି କରି ସେଠାରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ସ୍ଥାନୀୟ ଲୋକେ ଆହତ ବାପି ଓ ବାବୁଙ୍କୁ ଉଦ୍ଧାର କରି ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ। ପୁଲିସ ବି ଘଟଣାର ଛାନବିନ କରୁଛି। ହେଲେ କେଉଁ କାରଣରୁ ଦୁହେଁ ଏପରି ମରଣାନ୍ତକ ଆକ୍ରମଣର ଶିକାର ହେଲେ ତାହା ଅସ୍ପଷ୍ଟ ରହିଛି। କିନ୍ତୁ ଜମିଜମା ବିବାଦରୁ ଦୁହିଁଙ୍କୁ ଆକ୍ରମଣ କରାଯାଇଥିବା କଥା କୁହାଯାଉଛି। ପୁଲିସ ମଧ୍ୟ ଅଭିଯୋଗ କ୍ରମେ ତଦନ୍ତ ଜାରି ରଖିଛି। ମହାଶିବରାତ୍ରିରେ ମନ୍ଦିର ଭିତରେ ଦୁର୍ବୃତ୍ତମାନେ ଏପରି କାଣ୍ଡ ଘଟାଇଥିଲେ ସୁଦ୍ଧା ଯେଉଁମାନେ ଆଖି ଆଗରେ ଏସବୁ ଦେଖିଛନ୍ତି ସେମାନେ ସାକ୍ଷୀ ବନିବାକୁ ନାରାଜ। କାରଣ ହାଣିଥିବା ଅଭିଯୁକ୍ତମାନେ ବେଶ୍ ପାୱାରଫୁଲ୍। ତେଣୁ ଅସହାୟ ବାଲେଶ୍ୱର ପୁଲିସ ଯେତିକି ପାରୁଛି ସେତିକି କରୁଛି। ଏଯାଏଁ ଜଣେ ବି ଅଭିଯୁକ୍ତ ଧରା ପଡ଼ିନାହାନ୍ତି। ବ୍ୟୁରୋ ରିପୋର୍ଟ, ଦିନାଙ୍କ ଟିଭି।